ଆଜି ଯେତେବେଳେ ମୋତେ ନିଲମ୍ବନ କରାଗଲା ହେଲେ ତ ଆମର ସମର୍ଥକ ଯାହା ଅଛନ୍ତି ଯେ ଆକ୍ଚୁଆଲରେ ଦଳଟି ଆମର ଦଳଟି ନଣଦେଖା କରିକରି ଆଜି ଆମର ଯେନ୍ ଆମର ବରିଷ୍ଠ ନେତା ଅଛନ୍ ମୋର ବଡ଼ ଭାଇ ନିତେଶ ଠକ୍କର ତାଙ୍କୁ ଯେନ୍ ଦଳ ୱାନ୍ ସାଇଡେଡ୍ ଡିସିଜନ ନେଇକରି ତାଙ୍କୁ ଦଳରୁ ଯେ ନିଲମ୍ବିତ କରିଛନ୍ ସେଥିଲାଗି କରିକରି ଆଜି ଆମେ 10 ଜଣ ଭାଇସ୍ ଚେୟାରମ୍ୟାନ୍ ପ୍ଲସ୍ 9ଟା କାଉନସିଲର ପ୍ଲସ୍ ବେଲପାହାଡ଼ର ଯେତେ ଅଛନ୍ ଆମର ବିଜୁ ଜନତା 200ରୁ 300 କର୍ମୀ ଆଜି ଆମେ ଠିକା ଭାବରେ ଇସ୍ତଫା ଦେଉଛୁ। ଆଜ୍ଞା ଆଜି ବେଲପାହାଡ଼ ଆପଣ ଦେଖୁନ୍ ଆଜି ଯେନ୍ ବାଇ ଇଲେକ୍ସନ୍ ହେଲା ଆମର ଯେନ୍ ସଂଗଠନ ଅଛି ବାଇ ଇଲେକ୍ସନ୍ରେ ଯାନ୍ ଜୀବନ ଦେଇକରି କାମ କରମୁ ନବ ଦାସର ନେତୃତ୍ୱରେ ଇଲେକ୍ସନ୍ ଲଢ଼ା ହେଲା ଆଉ ତାର ରିଜଲ୍ଟ କାଣା ଥିଲା ଆପଣମାନେ ଭଲକରି ଜାଣିଛନ୍ ଆଉ ତାର ପରେ ବି ଆମକୁ ପଚରାନି ହେଲା ତାର ପର ରିଜଲ୍ଟ କାଣା ହେଲା ଆପଣ ସେଟା ବି ଜାଣିଛନ୍ ତ ଆଜି ଯେତେବେଳେ ମୋତେ ନିଲମ୍ବନ କରାଗଲା ହେଲେ ତ ଆମର ସମର୍ଥକ ଯାହା ଅଛନ୍ତି ଯେ ଆକ୍ଚୁଆଲରେ କର୍ମୀ ଅଛନ୍ ଦଳର ସେମାନେ ତ ଆମର ସଂଗଠନରେ ସେମାନେ ବି ଆସିଲେ ଆଉ ସେମାନେ ବି କହିଲେ ଆମେ ଯଦି ଦଳରୁ ବାହାର କରୁଛନ୍ ତାହେଲେ ଆମେ ବି ଦଳରେ ନାଇଁ ରହୁ ଏଥିରେ 200-300 ଲୋକ ଯାହା ରହୁଛି ସମସ୍ତେ ମିଶିକି ଇସ୍ତଫା ଦେଲେ ପ୍ଲସ୍ କାଉନସିଲର ସୋସିଆଲ ମିଡ଼ିଆ ଡିଷ୍ଟ୍ରିକ୍ଟର କୋର୍ଡିନେଟର ସବୁ ମିଶିକିରି ଇସ୍ତଫା ଦେଲେ।